ସବୁଦିନ ପରି ଆଜି ବି ସେ ଘରୁ ବାହାରି ଆସିଥିଲା। ମନରେ ଆଶା ଥିଲା ଏ ଜିନିଷ କେଇଟା ବିକ୍ରି କରିଦେଇ ଏଇ ପଇସା ରୋଜଗାର କରିଥାନ୍ତା। ତାଙ୍କର ଏଇ ଟଙ୍କାରେ ତାଙ୍କ ପରିବାରଟା ଚାଲୁଥିଲା। ନିଜ ଗାଡ଼ିରେ ଜିନିଷପତ୍ର ଲଦି ଦେଇ ଘରୁ ବାହାରି ଆସିଥିଲା ସେ। ଆଉ ସେସବୁକୁ ବିକ୍ରି କରି ସାରିବା ପରେ ପୁଣି ଥରେ ନିଜ ଘରକୁ ଫେରି ଯାଉଥିଲା। ହେଲେ ଆଜି ହଠାତ୍ କାହିଁକି କେଜାଣି ଘରୁ ବାହାରି ଆସିଲା ବେଳକୁ ମନଟା ଜମା ଭଲ ଲାଗୁନଥାଏ। ସତେ ଯେମିତି କେଉଁ ଏକ ଭିନ୍ନ ଚିନ୍ତାରେ ସେ ବୁଡ଼ି ରହିଯାଇଥିଲା। ଆଉ ତାଙ୍କର ସେ ଅଥୟ ମନଟା କାହିଁକି କେଜାଣି ଘରକୁ ଫେରିଯିବାକୁ ଚାହୁଁଥିଲା। ହେଲେ କରିବେ ବା କ'ଣ ସିଏ? ନିଜ ଉପରେ ଥିବା ଦାୟିତ୍ୱ ସତେ ଯେମିତି ତାଙ୍କୁ ପଛରୁ ଟାଣି ଧରୁଥିଲା। ଆଉ ବାରମ୍ବାର ମନେ ପକାଇ ଦେଉଥିଲା ତାଙ୍କ ଘରେ ଥିବା ସେଇ ଭୋକିଲା ପେଟମାନଙ୍କର କଥା। ହେଲେ ଏସବୁ କ'ଣ ହେଇଗଲା? କାଲି ଯାହାର ରୋଜଗାରରେ ପୁରା ପରିବାରଟା ଭରସା କରି ରହିଥିଲା, ଯାହାର ଫେରିବା ବାଟକୁ ଘରର ଲୋକମାନେ ଚାହିଁ ବସିଥିଲେ, ଆଜି ତା ସହିତ ଯେ ଏମିତି କିଛି ଘଟିଯିବ ସେ କଥା କେହି କେବେ ଚିନ୍ତା ମଧ୍ୟ କରିନଥିଲେ। ସବୁଦିନ ପରି ଏ ବୁଲା ବେପାରୀ ଜଣକ ଘରୁ ବାହାରି ଆସିଥାନ୍ତି ନିଜର ଜିନିଷକୁ ବିକ୍ରି କରି ଦୁଇ ପଇସା ରୋଜଗାର କରିବା ପାଇଁ। ହୁଏତ ଘରେ ତାଙ୍କ ବୁଢ଼ୀ ମାଟି ତା ପୁଅର ଫେରିବା ବାଟକୁ ଚାହିଁ ବସିଥିବ। ହୁଏତ ତା'ର କଅଁଳ ପୁଅ ଝିଅମାନେ ନିଜ ବାପା ସହିତ ବୁଲିଯିବାକୁ ଅପେକ୍ଷା କରି ରହିଥିବେ। ଆଉ ସେହି ଘର କୋଣରେ ହୁଏତ ଏ ବେପାରୀର ସ୍ତ୍ରୀଟି ନିଜ ସ୍ୱାମୀ ଉପରେ ମିଛିମିଛିକା ଅଭିମାନ କରି ବସିଥିବ। ହେଲେ ସେ ସମସ୍ତଙ୍କ ମନକୁ ବୁଝାଇବା ପାଇଁ ଆଜି ଏ ମଣିଷଟା ଆଉ ଏ ଘରକୁ ଫେରିପାରିବ ନାହିଁ। କାହିଁକି ନା ଏ ନିଷ୍ଠୁର ଦୈବ ଆଜି ତା ଭାଗ୍ୟରେ ଅଲଗା କିଛି ଲେଖିଦେଇଛି। ହଁ ଆଜ୍ଞା, ଆପଣଙ୍କ ସାମ୍ନାରେ ଥିବା ଏ ବ୍ୟକ୍ତି ଜଣକ ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ନିଜ ବେପାର କରିବାକୁ ଘରୁ ବାହାରି ଆସିଥିବା ବେଳେ ହଠାତ୍ ଶରୀର ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କର ଜୀବନ ସବୁଦିନ ପାଇଁ ଶେଷ ହୋଇଯାଇଛି। ଆଉ ଆଜି ପର୍ଯ୍ୟନ୍ତ ଯେଉଁ ଗାଡ଼ିରେ ବସି ସେ ଏ ଗାଁରୁ ସେ ଗାଁ, ଏ ଗଳିରୁ ସେ ଗଳି ବୁଲି ବେପାର କରୁଥିଲେ, ଆଜି ସେଇ ଗାଡ଼ି ଉପରେ ଆଖି ବୁଜି ସବୁଦିନ ପାଇଁ ଏ ଜୀବନ ନାଟକରୁ ବିଦାୟ ନେଇ ଚାଲିଯାଇଛନ୍ତି। ତେବେ ଦର୍ଶକ ବନ୍ଧୁ, ଏ ଘଟଣା ପୁରୀ ଜିଲ୍ଲା ଗଛକାଳି ନିକଟରେ ଦେଖିବାକୁ ମିଳିଥିବା ବେଳେ ମୁଢ଼ି ବେପାରୀଙ୍କର ଏ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଦେଖିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।